ମୋ ନାଁ ହେଉଛି ବୈକୁଣ୍ଠ ନାଥ ଦାସ। 98 ବର୍ଷ, ସ୍ୱାଧୀନତା ସଂଗ୍ରାମୀ। ପେନସନ୍ ଯୋଉ ଭତ୍ତା ପାଉଛୁ ସେଠି ସାମାନ୍ୟ କିଛି 9,000 ଟଙ୍କା ଦଉଛନ୍ତି, ଆଉ 25,000 ଟଙ୍କା ଦିଆଯାଉ ଡିଭାଇଡରେ। ଆଉ କେତେ ଦିନ ଆମେ ଆଜ୍ଞା ବଞ୍ଚିବି? ଆଉ ସବୁ ବିଚାର ଆପଣ କରିବେ। ଆଉ ଅଫିସ ପାଇକି ସ୍ୱତନ୍ତ୍ର କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଯେ ତାଙ୍କ ପାଇଁ ସଂଗ୍ରାମୀ ମାନଙ୍କ ପାଇଁ ଘର କରିବା ପାଇଁ ଗୋଟେ କଲୋନୀ ଜମି ଦିଆଯିବ, ସେଠି ସଂଗ୍ରାମୀ ମାନଙ୍କ ପାଇଁ ଘର କରାଯିବ। ଏପର୍ଯ୍ୟନ୍ତ କିଛି ନାହିଁ। କହିଲେ ଦରଖାସ୍ତ ଲେଖିଲେ, ଯୋଉଟା ଲେଖିଛୁ ସବୁ ତାକୁ ରିସିଭ୍ କରିକି ନେଲେ। କହିଲେ ସବୁ ଆମର ଲେଖିକିରି ଆମେ ଦେଇଛୁ। ପଢିଲେ ଦେଖିଲେ କହିଲେ ଏତିକି ଅଛି। ବିଜୟର ସାଥୁଆ ମୁଖ୍ୟମନ୍ତ୍ରୀ କି ଆମେ ଜଣେଇଲୁ ଯେ ଆମର ଭତ୍ତାଟାକୁ ଟିକେ ବଢେଇ ଅଧିକା କରାଯାଉ। ଅନ୍ୟ ରାଜ୍ୟ ମାନଙ୍କର 25,000 30,000 ଭତ୍ତା ଦଉଛନ୍ତି, ଆମକୁ ଓଡ଼ିଶା ସରକାର ଦଉଛନ୍ତି 9,000। ଆଉ ଆମକୁ ପ୍ରଥମେ 700 ଦଉଥିଲେ। ପ୍ରତି 3 ବର୍ଷରେ ଥରେ ଭତ୍ତା ବଢେଇକି 9,000 ପର୍ଯ୍ୟନ୍ତ ଯାଇଛନ୍ତି। ଆମେ 2002 ମସିହାରୁ ଭତ୍ତା ପାଉଛୁ। ଇଏ 8-9 ବର୍ଷ ଭିତରେ 9,000 ପର୍ଯ୍ୟନ୍ତ ବଢେଇଛନ୍ତି। ଆଉ 5-6 ବର୍ଷ ହେଲାଣି ଆଉ ବଢଉନାହାନ୍ତି, ଅଧିକା ଦଉନାହାନ୍ତି। ଆମେ ଆସି ଆପତ୍ତି କରିବାରୁ ହଁ ବୁଝା ହବ, ଏ ହବ ସେ ହବ। ଆମେ ପଠେଇଛୁ ଡିପାର୍ଟମେଣ୍ଟକୁ। କେତେ ଲୋକ ମଲେଣି, କେତେ ଲୋକ ଅଛନ୍ତି, ବିଭିନ୍ନ କଥା ଆମେ କହୁଛନ୍ତି। ଆମେ ତ ମୁଖ୍ୟମନ୍ତ୍ରୀଙ୍କ ସହିତ ଦେଖା କରିନୁ। ସେ ଏଇ ରେକର୍ଡ ପତ୍ର ଆମେ କାଗଜ ପତ୍ର ସବୁ ରଖିଛୁ, କାଗଜ ପତ୍ର ବାହାରିଛି, ଆମେ ସବୁ କାଗଜ ପତ୍ର ରଖିଛୁ। ଏମିତି ହେଇକି ଆମେ ସବୁବେଳେ ଫେରି ଯାଉଛୁ, ଏମିତି ଖର୍ଚ୍ଚ ଦେଇକି ବଡ ହଇରାଣ ହେଇକି ଆମର ଆପତ୍ତି ଯେ ଆମକୁ 25,000 ଦିଆଯାଉ। ଆଉ ହଁ ମୁଖ୍ୟମନ୍ତ୍ରୀ ଭେଟିଲୁ, କହିଲୁ, ସେ ବି କହିଲେ ହଁ ତମ କଥା ବୁଝା ହବ ଆଉ।